ପିଲାମାନେ ଆମର ଆଜି କ'ଣ ରୋଷେଇ ହେଇଛି? ଭାତ, ଡାଲି, ଆଉ ଟିକେ ଲେମ୍ବୁ ମଳା, ଆଉ ଟିକେ ମାଛ, ଆଉ ପାମ୍ପଡ଼ ଟିକେ, ଆଉ ପାମ୍ପଡ଼ ପରା ମୁଁ ପୋଡ଼ା ପାମ୍ପଡ଼ ପୁଅ କହିଲା, ମୁଁ ସେଥିରୁ ଗୋଟେ ରଖିଦେଇଛି। ପୋଡ଼ା ପାମ୍ପଡ଼ ଦେଖାଯାଉଛି ପରା, ପୋଡ଼ା ପାମ୍ପଡ଼। ହଁ, ସେ ସେକା ପାମ୍ପଡ଼ ଯାଉଛି ଖାଇବି, ଭୋକ କଲାଣି। ତାପରେ ମୋର ଆଜି ନାହିଁ, ଶୋଇବାର ନାହିଁ। ମୁଁ ଯିବି ଟିକେ ଜିନିଷ ଆଣିବାକୁ ଅଛି। ପିଙ୍କି ତୁ ଯିବୁଟି? ହଉ, ଖାଇଦବା। ତାପରେ 4ଟା ବେଳେ ପିଲାମାନେ କ'ଣ ଖାଇବେ? 4ଟା ବେଳେ ଯଦି ମୁଁ ସେପଟକୁ ଯିବି ନା, ଜିଲାପି, ଛେନାପୋଡ଼, ଏସବୁ ପିଲାମାନେ ଖାଇବେ। ଆକୁ ଦେଖେଇବୁ, ଆଣିକି କହିଛୁ ଦବୁ, ଆଣି ଭିଡ଼ିଓ କରି ଦେଖେଇବୁ। ଅଛି ନା? ନାଇଁ ନାଇଁ, ଅଛି ନା। ଏବେ ମଟର ପାଣି ହବ। କାଲିକି ଗୋଟେ ଶେଷ ଖାଇବା କରିଦେବି, ରଖିଥା। ଶେଷ ଖାଇବା କ'ଣ ବା? ଆଉ ତ ପୁରା ମୁସିନା ଯିବି, ପୁରା ଆଉ ଚାଟିଂ ରହିବ। ଜୋଇ ଟିକେ ଭଲ ମନ୍ଦ କରିଦବୁ। ନାହିଁ କାମ କରୁଛି। ଖାଇଦେବା, ଭୋକ କଲାଣି। ଲେମ୍ବୁ ଲଙ୍କା ଉଠଉଛି, ମାଛ କ'ଣ ତା ଆଗରେ? ଲେମ୍ବୁ ଲଙ୍କା ଗୋଟେ ଯାହା ହୁଏ, ଗଛଟା ପିଙ୍କି ଆଣି ଲଗେଇଥିଲା, ବଢ଼ିଆ। ମାଛ ଠାରୁ ଲେମ୍ବୁ ଲଙ୍କା ମୋତେ ବଢ଼ିଆ। ମୁଁ ତ ସବୁଦିନ ସାଧା, ମୋର ପସନ୍ଦ। ଝୋଳ ଟିକେ ପତଳିଆ ହେଇଛି ଆଉ। ମସଲା ଟିକେ ମୋର କମିଯାଉ। ବେଶୀ ମସଲା ଖାଇଲେ କୋଲେଷ୍ଟ୍ରଲ ହବ। ଦେହ ମୁଣ୍ଡ ରୋଗୀ ଲୋକ ଆମେ। ଟିକେ ପତଳା ଝୋଳ ଟିକେ ଭଲ ଲାଗୁଛି। ନିଆଁ ପାଣି କଥା ଭଲ ନହେଲେ କ'ଣ ଫୋପଡ଼ା ହେଲା କି? ଖାଇଲ ନା ନାଇଁ? ଆଜି ବୋଉ ରୋଷେଇ କରିଛନ୍ତି। ବୋଉ ହଉ ବୋହୂ ହଉ, ଖାଇଦବା। 4ଟା ବେଳୁ ପିଲା ମୋର କ'ଣ ଖାଇବେ? କିନ୍ତୁ ଯାହା କୁହ, ଭଲ ମନ୍ଦ ଠିକ କଥା ନାହିଁ। ଗରମ ଗରମ ଆଇଁଷ ଭାତ ଗରମ ଗରମ ଥିବା ଦରକାର। ଥଣ୍ଡା ହେଲେ ତାର ମହତ୍ଵ ନଥାଏ। କୋଉଥିରେ? ଲାଇନ୍ ଆଇଲା? 10 ଦିନ ହେଲା ବା।
ମୁଁ ମାଛ ଖାଇବି ନା ନା ଜମା ମୁଁ ଭାଇ ଗୋଟାଏ ଦିଟା ଖାଏ ସୁନ୍ଦର ଭାତ ଖାଏ ମାଛ ଗୋଟେ ଖାଏ ମୁଁ ଆଉ ଖାଏ ଝୋଳ ତ ପଚିକି ଖାଇଦବୁ ନା ଝୋଳ ତ ମାଛ ଖାଇଦେ ମୁଁ ଝୋଳ ଭାତ ମୁଠେ ପକେଇଦେବି ମା ଖାଇଦବୁ ତ କଡ଼େଇ ପୋଛି ଖାଇଦବୁ କାଳେ ଖାଏ ଯେ ମୁଁ ପଖା ଭାତ ମାଗିକି ଖାଇବି ହଉ ଦିଅ ଖାଇଦିଅ ମୋର ଯଦି ବହକା ହେଉଛି ତା ନବ ଯଦି କିଏ ନିଅ ତମେ ତ ଯିଏ ମସଲା କମ୍ ଖାଅ ତମେ କହିବ ହଁ ଭଲ ହେଇଛି ଯେଠି ବେଶୀ ଖାଆନ୍ତି ଖାଇସାରିଲେ